जय श्रीराम जय श्रीराम जय श्रीराम। प्रिय श्रोता बंधु, भक्ति मार्ग तरफ आपण मानक मोर स्वागत। आपण माने श्रवण करुछंती सेही महान पौराणिक गाथा श्रीराम चरित मानस। आपण माने पूर्व अध्याय रे श्रवण करिथिले मिथिला दूत संवाद देइछंती। सेही परम ब्रह्म परम पुरुष श्रीराम शंभु धनु को भांगी देइछंती। सीता सहित तांकर विवाह हेब मिथिला राज दूत पठाई एकथा जणाई देले अयोध्या राज दशरथ को। राजा दशरथ पुत्र विवाह निमंते व्यस्त होई बरानुकूल करिबा पई बरजात्री सहित बाहरिबाकू व्यस्त हेउछंती। ए पर्यंत आपण माने श्रवण करिथिले। आसंतु आगकू जिबा आउ कोन हेउछि संपूर्ण रूपे श्रवण करिबा। नारायणं नमस्कृत्यं नारो चैवं नरोत्तमं देवीं सरस्वतीं व्यासं ततो जयमुदीरयेत्। मूकं करोति वाचालं पङ्गुलङ्घयते गिरि यत्कृपातमहं वन्दे परमानन्द माधव परमानन्द माधव परमानन्द माधव। गावहि मंगल मंजुलबानी सुनि कलरव कलकंठिल जानी। भूप भवन किमि जाई बखाना विश्व विमोहन रचेउ बितानाम। सेमाने दल दल होई सेमानंकर कंठरे मंगल गीत गाइबाकू लागिले। सेमानंकर सुंदर स्वर शुणी कोइली माने भी लज्जित होई जाउथांती। जेउ राजमहल रे विश्व को विमोहित करुथिबा मंडप निर्माण करा जाइथाए सेही राजमहल रो वर्णन बा किपरि करिबा। मंगल द्रव्य मन हरनान राजत बाजत विपुल निशान। कतहु बिदिरी बंदी उच्चाराही कतहु वेद धुनि घुसुर कराही। विविध मांगलिक द्रव्य शोभा पाउथाए। विविध नागरा ओ वाद्य बाजुथाए। केउठी भाट माने बिरुदावली गाउथांती तो केउठी ब्राह्मण माने वेद ध्वनि करुथांती। गाओहि सुंदरी मंगल गीता लई लई नाम रामु अरु सीता। बहुत उत्साह भवनु अति थोरा मानहु मगी चल चहुरा। सुंदरी अंगना माने श्रीराम ओ सीतांक नाम धरी धरी मंगल गीत गाउथांती। जना पड़ुथाए नौरर आकार तुलन लोकंक उत्साह अधिक होई जाउथिबारु सेही आनंद उत्साह नौर भितरे रही न पारी सते जेपरी चतुर्दिग को उछुली पड़ुछि। शोभा दशरथ भवन करे कोक विवरण पार। जहाँ सकल सुरसि समनि रामलीन अवतार। रामलीन अवतार रामलीन अवतार। ଯେଉଁ ନରରେ ସମସ୍ତେ ଦେବତାଙ୍କର ଶିରୋମଣି ଶ୍ରୀରାମ ଅବତାର ନେଇଛନ୍ତି। ଦଶରଥଙ୍କର ସେହି ନରର ଶୋଭା କେଉଁ କବି ବା ବର୍ଣ୍ଣନା କରିପାରିବ। आयसु दिनु भरत पुलिलिए बोलाई रचि नंदन सतीन जाई। बरन बरन बरबाजी सुनत पुलक पूरे दौ भ्राता। भरत
ତାପରେ ରାଜା ଭରତଙ୍କୁ ଡକାଇ କହିଲେ, ଯାଅ ହାତୀ ଘୋଡ଼ା ରଥମାନଙ୍କୁ ସଜାଇ ଶୀଘ୍ର ରଘୁବୀର ବରଯାତ୍ରୀ ପାଇଁ ବାହାରି ପଡ଼। ଏହା ଶୁଣି ଦେଲାକ୍ଷଣି ଭରତ ଶତ୍ରୁଘ୍ନ ଦୁଇ ଭାଇ ଶରୀର ରୋମାଞ୍ଚରେ ପୂରିଗଲା। ଜୟ ଶ୍ରୀରାମ। ଜୟ ଶ୍ରୀରାମ। ଜୟ ଶ୍ରୀରାମ। ପ୍ରିୟ ଶ୍ରୋତା ବନ୍ଧୁ, ଭକ୍ତି ମାର୍ଗ ତରଫରୁ ଆପଣମାନଙ୍କୁ ମୋର ସ୍ୱାଗତ। ଆପଣମାନେ ଶ୍ରବଣ କରୁଛନ୍ତି ସେହି ମହାନ ପୌରାଣିକ ଗାଥା ଶ୍ରୀରାମ ଚରିତମାନସ। ଆପଣମାନେ ପୂର୍ବ ଅଧ୍ୟାୟରେ ଶ୍ରବଣ କରିଥିଲେ ମିଥିଳା ଦୂତ ସମ୍ବାଦ ଦେଇଛନ୍ତି। ସବୁ ଘୋଡ଼ା ଥିଲେ ସୁନ୍ଦର ଓ ବେଗବାନ। ସେମାନେ ତାତିଲା ଲୁହା ଉପରେ ପାଦ ପକାଇଲା ପରି ଟାପୁ ପକାଉଥାନ୍ତି। ସୀତା ସହିତ ତାଙ୍କର ବିବାହ ଜାତିର ଘୋଡ଼ା ଥାନ୍ତି ଯେ ଦୂତ ପଠାଇ ଏକଥା ଜଣାଇଦେଲେ ଅଯୋଧ୍ୟା ରାଜ ଦଶରଥ ଏବଂ ରାଜା ଦଶରଥ ଦେଖିଲେ ପୁତ୍ର ବିବାହ ସେମାନେ ପବନ ଠାରୁ ବି ଅଧିକ ବରାନୁକୂଳ କରିବା ପାଇଁ ବରଯାତ୍ରୀ ସହିତ ସେଇ ଘୋଡ଼ା ମାନଙ୍କ ଉପରେ ଭରତଙ୍କ ବୟସର ସୁନ୍ଦର ରାଜକୁମାର ମାନେ ବସିଥିଲେ। ସେମାନେ ସମସ୍ତେ ଥିଲେ ବୀର ଓ ସମସ୍ତେ ପିନ୍ଧିଥିଲେ ବିଭିନ୍ନ ଆଭୂଷଣ। ସମସ୍ତଙ୍କ ହାତରେ ଧନୁର୍ବାଣ ଓ ଅଣ୍ଟାରେ ସରପୂର୍ଣ୍ଣ ତୁଣୀର ରହିଥିଲା। ଛୋରେ ଛବିଲେ ଛାୟଲ ପରଶୁର ସୁଜାନେନବ ପରମାନନ୍ଦ ମାଧବ ଗାରପ୍ରତି ମଙ୍ଗଳ ମଞ୍ଜୁଳ ପ୍ରବୀଣ ଶୂନ୍ୟ କଲ କଣ୍ଠିଲ ଜାନି ସମସ୍ତେ ଥିଲେ ବଛା କିମି ଯାଇ ବଖାନା ପ୍ରତ୍ୟେକ ସ୍ୱର ସହିତ ତରତ ପରିଚାଳନା କଳାରେ ନିପୁଣ। ସେମାନେ ଦଳ ଦଳ ଦୁଇ ଜଣ ପଦାତିକଙ୍କର କଣ୍ଠରେ ମଙ୍ଗଳ ଗୀତ ଗାଇବାକୁ ଲାଗିଲେ। ଯେଉଁ ରାଜମହଲରେ ବିଶ୍ୱକୁ ବିମୋହିତ କରୁଥିବା ମଣ୍ଡପ ନିର୍ମାଣ କରାଯାଇଥାଏ ସେହି ରାଜମହଲର ବର୍ଣ୍ଣନା ବା କିପରି କରିବା? ବୀର ବେଶ ଧରି ସେହି ରଣଧୀର ବୀରଗଣ ଆସି ନଗର ବାହାରେ ଠିଆ ହୋଇଗଲେ। ସେହି ବିଚକ୍ଷଣ ବୀରମାନେ ନିଜ ନିଜର ଘୋଡ଼ାକୁ ବିବିଧ କୌଶଳରେ ଏପଟ ସେପଟ କରୁଥାନ୍ତି ଏବଂ ଭେରୀ ଓ ନାଗରାର ଧ୍ୱନି ଶୁଣି ଶୁଣି ଆନନ୍ଦିତ ହେଉଥାନ୍ତି। ବିଭିନ୍ନ ମଙ୍ଗଳିକ ଦ୍ରବ୍ୟ ବନାଏ ବିବିଧ ନାଗରା ଓ ବାଦ୍ୟ ବାଜୁଥାଏ। କେଉଁଠି ଭାଟମାନେ ବିରୁଦାବଳୀ ଗାଉଥାନ୍ତି ତ କେଉଁଠି ବ୍ରାହ୍ମଣମାନେ ବେଦ ଧ୍ୱନି କରୁଥାନ୍ତି। ସାରଥୀମାନେ ଧ୍ୱଜା ପତାକା ମଣି ଓ ବିଭିନ୍ନ ଆଭୂଷଣ ଦ୍ୱାରା ରଥ ଗୁଡ଼ିକୁ ବଡ଼ ସୁନ୍ଦର ଭାବରେ ସଜାଇଥାନ୍ତି। ରଥ ମାନଙ୍କରେ ସୁନ୍ଦର ସୁନ୍ଦର ଚାମର ଲଗାଯାଇଥାଏ। ରଥରେ ବନ୍ଧା ଯାଇଥିବା ଘଣ୍ଟି ଗୁଡ଼ିକ ସୁମଧୁର ଧ୍ୱନିରେ ଶ୍ରୀରାମ ଓ ସୀତାଙ୍କ ନାମ ଧରି ଧରି ମଙ୍ଗଳ ଗୀତ ଗାଉଥାନ୍ତି। ତାହା ଦେଖି ସୂର୍ଯ୍ୟଙ୍କର ରଥର ଶୋଭା ମଧ୍ୟ ଲଜ୍ଜିତ ହେଉଥାଏ। ତୁଳନାରେ ଲୋକଙ୍କ ଉତ୍ସାହ ଅଧିକ ହୋଇଯାଉଥିବା ସେହି ଆନନ୍ଦ ଉତ୍ସାହ ନଅର ଭିତରେ ରହି ନ ପାରି ସତେ ଯେପରି ଚତୁର୍ଦିଗକୁ ଉଛୁଳି ସାରଥୀମାନେ ସେହି ରଥ ମାନଙ୍କରେ ଅସଂଖ୍ୟ କଳା କାନ ଥିବା ଘୋଡ଼ା ଯୋତିଥିଲେ। ସେହି ଘୋଡ଼ା ଗୁଡ଼ିକ ହୋମକୁଣ୍ଡରୁ ଅର୍ଥାତ୍ ଅଗ୍ନିହୋତ୍ରରୁ ଜାତ ହୋଇଥିଲେ। ସେହି ଗୁଡ଼ିକ ଅଳଙ୍କୃତ ହୋଇ ଏପରି ସୁନ୍ଦର ଦିଶୁଥାନ୍ତି ଯେ ସେମାନଙ୍କୁ ଦେଖି ମୁନିମାନଙ୍କର ମନ ମୁଗ୍ଧ ହୋଇଯାଉଥାଏ। ଲୋକଙ୍କ ଉତ୍ସାହ ଅଧିକ ହୋଇଯାଉଥିବାରୁ ସେହି ଆନନ୍ଦ ଉତ୍ସାହ ନଅର ଭିତରେ ରହି ନ ପାରି ସତେ ଯେପରି ଚତୁର୍ଦିଗକୁ ଉଛୁଳି ପଡ଼ୁଛି।
ସେହି ଘୋଡ଼ାମାନେ ଥଳରେ ଯେପରି ଧାଇଁ ପାରୁଥିଲେ, ଜଳରେ ମଧ୍ୟ ସେହିପରି ଧାଇଁ ପାରୁଥିଲେ। ସେମାନେ ଏତେ ଏଡ଼େ ବେଗରେ ଧାଉଁଥିଲେ ଯେ ସେମାନଙ୍କର ଟାପୁ ପାଣିରେ ବୁଡ଼ୁ ନଥିଲା ଥିଲା ପରି ଲାଗୁଥିଲା। ସାଜସଜ୍ଜା ସାରି ଅସ୍ତ୍ରଶସ୍ତ୍ର ଖଞ୍ଜି ସାରଥୀମାନେ ରଥୀମାନଙ୍କୁ ଡାକି ଆଣିଲେ। ବନ୍ଧୁମାନେ, ଆଜି ପାଇଁ ପୁଣି ସାକ୍ଷାତ ହେବ ଆଗାମୀ ଅଧ୍ୟାୟରେ। ଭୀମସ୍ୟାପିରାଣ ଭରତ ମୁନିର ବିମତି ଭ୍ରମ ଜନ ସୁଧବା ମମ ଦୋଷ ନ ବିଦ୍ୟତେ ମମ ଦୋଷ ନ ବିଦ୍ୟତେ। ତାପରେ ରାଜା ଭରତଙ୍କୁ ଡକାଇ କହିଲେ, ଯାଅ ହାତୀ ଘୋଡ଼ା